ଯେମିତିକି କିଛି ସମୟ ପୂର୍ବରୁ ମୁଁ ଗୋଟେ ଭିଡ଼ିଓ ପୋଷ୍ଟ କରିଛି ଯେ ଖଣ୍ଡଗିରି ମେଳା ଯାଇଥିଲି ପୁଅକୁ ନେଇକି। ତ ସେଇ ଆକର୍ଡ଼ିଂ କିଛି କହିବାକୁ ଚାହୁଁଛି ଯେ ମେଳାରେ ସୂଚନା ଭବନରୁ ବହୁତ ସାରା ଆନାଉନ୍ସମେଣ୍ଟ ଆସୁଥିଲା ଯେ ବହୁତ ଛୋଟ ଛୋଟ ପିଲା ହଜିଯାଉଛନ୍ତି କ'ଣ, ଯେଉଁ ଭଳିଆ ଗହଳି ହେଇଛି ମେ ବି ହାତ ଫାତ ଛାଡ଼ିକି ଏପଟ ସେପଟ ହେଇଯାଉଛନ୍ତି। ତ ମୋ ମନକୁ ଗୋଟେ କଥା ଆସିଲା, ଆଉ ମୁଁ ସେଇଭଳିଆ ଜିନିଷ ବି ଛୋଟବେଳେ ମୋ ପୁଅ ଯେତେବେଳେ ଛୋଟ ଥିଲା ବି କରିଛି ଯେ ଯେତେବେଳେ ଆପଣ ଛୁଆମାନଙ୍କୁ, ସାଧାରଣତଃ ଯେଉଁ ଛୁଆମାନେ ଏକ୍ସପ୍ରେସ୍ କରିପାରିବେନି, ଯେ କହିପାରିବେନି କାହା ଆଗରେ ଯେ ହଜି ଯାଇଛନ୍ତି କି କ'ଣ, ପିଲାଙ୍କୁ ଟ୍ରେନ୍ କରିବା ଦରକାର ପ୍ରଥମେ ଯେ ଯେଉଁଠି ଛିଡ଼ା ହେବେ ସେଇଠି ହିଁ ରହିବେ, କି ସେଇଠି ପାଖରେ କାହାକୁ ହେଲ୍ପ ମାଗିବେ। ସେଇଟା ତ ଗୋଟେ କଥା। ଯଦି ସେମିତି କିଛି ରଙ୍ଗ ହ୍ୟାଣ୍ଡରେ ପଢ଼ୁଛନ୍ତି ସେଇଟା ତ ବହୁତ ବ୍ୟାଡ଼ ଲକ୍ର କଥା, କିନ୍ତୁ ମ୍ୟାକ୍ସିମମ୍ ଟାଇମ୍ ଏ ଜିନିଷ ଟ୍ରେନ୍ କରିବା କଥା। ଆଉ କିଛି ଫୋନ୍ ନମ୍ବର ଲେଖିକି ପିଲାଙ୍କ, ଯେତେବେଳେ ଆପଣ କୌଣସି ବି ଗହଳି ଜାଗାକୁ ଯାଉଛନ୍ତି, ଫୋନ୍ ନମ୍ବର ନାଁ ସହିତ ଲେଖିକି ପିଲାଙ୍କ ପକେଟରେ ରଖିଦେବା ଦରକାର, ଯାହାଫଳରେ କି ଯଦି ବି ପିଲାଟା କହିପାରୁନି ଯେ କେଉଁଠୁ ଆସିଛି, ହଜିଯାଇଛି କି କ'ଣ ହେଇଛି, ଯଦି କେହି ସହୃଦୟ ଲୋକ ତାକୁ ପାଏ ତାହେଲେ ସେ ମାନେ ଜାଣିକି ପାରିବ ଯେ ପିଲାଟା କେଉଁଠୁ ଆସି, କି ପିଲାର ଯଦି ସେତିକି ନଲେଜ୍ ଥିବ ଆଟଲିଷ୍ଟ ସେ କାହାକୁ ଫୋନ୍ ନମ୍ବରଟା ଦେଇକି ଗୋଟେ ଫୋନ୍ କଲ୍ କରିପାରିବ କି କିଛି ବି। ତ ଏମିତି କିଛି କଥା ଆସିଲା ମାଇଣ୍ଡକୁ, ଏମିତି ବି ମୁଁ କରିଛି। ସେମିତି ତ କେବେ ଭଗବାନଙ୍କ ଦ୍ୱାରା ସିଚୁଏସନ୍ ଆସିନି, ଭଗବାନ କରନ୍ତୁ ଏମିତି ସିଚୁଏସନ୍ ନ ଆସୁ। କାରଣ ଯେଉଁ ସମୟଟା, ଯେତିକି ସମୟ ଆପଣ ପିଲାଠୁ ଅଲଗା ହେବେ, ସେ ଯେଉଁ ସମୟଟା ବହୁତ ଖତରନାକ ଥାଏ। ଯିଏ ସେସବୁ ଏକ୍ସପିରିଏନ୍ସ କରିଛନ୍ତି ସେ ଜାଣିଛନ୍ତି। ଆଜିକାଲି ଦୁନିଆ ଯେଉଁ ପ୍ରକାର, ଯାହା ସବୁ ମାଇଣ୍ଡରେ ଆସିବ ସେ ତ ଅଲଗା କଥା, କିନ୍ତୁ ଏଇ ଜିନିଷଟା କଲେ ମୁଁ ଭାବୁଛି ବହୁତ ଭଲ ହେବ। ଥ୍ୟାଙ୍କ ୟୁ ଫର୍ ୱାଚିଂ।